শরণাগত দিনাথম পরিত্রাণং পরায়ণে সর্বসাতে ঘরে দেবী মা শারদে দেবী নমস্তুতে। জয় মা শারদা। আজিକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସୋଫର ପ୍ରବଚକ ସୁରେଶ ମାହାଳି। କେବଳ ଇଏ ସମାଜର କଲ୍ୟାଣ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ମଙ୍ଗଳ ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ଜଣେ ସାଧୁଙ୍କର ଅନେକ ଶିଷ୍ୟ ଥାନ୍ତି। ସେହି ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଶିଷ୍ୟଟି ରୋଗାଗ୍ରସ୍ତ ଅବସ୍ଥା ଆସିଗଲା। ରୋଗାଗ୍ରସ୍ତ ଅବସ୍ଥାରେ ଶିଷ୍ୟଟି ଶୟନ କରିଛି। ତା ନିକଟକୁ ଯମଗଣ ଓ କାଳମାନେ ଆସିଲେ। ଶିଷ୍ୟଟି ଏ କାଳମାନଙ୍କୁ ଦେଖି ଭୟରେ ଥରିବାକୁ ଲାଗିଲା ଏବଂ ଅନେକ ଜୋରରେ ଡାକ ପକାଇଲା, ସାଧୁଜୀ କେଉଁଠି ଅଛନ୍ତି ଧାଇଁ ଆସ, ସାଧୁଜୀ କେଉଁଠି ଅଛନ୍ତି ଧାଇଁ ଆସ। ସାଧୁଜୀ ଉଠି ପଡ଼ି ଶିଷ୍ୟ ନିକଟକୁ ଗଲେ, ପଚାରିଲେ, ବାବା କଣ ଅସୁବିଧା ହେଇଛି ମତେ କୁହ। ଶିଷ୍ୟଟି କହିଲା, ସାଧୁଜୀ ମୋ ନିକଟକୁ ମୋ ଗୋଡ଼ ପାଖରେ ଇଏ କାଳ ଗୁଡାକ ଠିଆ ହେଇଛନ୍ତି, ମତେ ଭାରି ଭୟ ଲାଗୁଛି। ସାଧୁଜୀ ଗୋଡ଼ ନିକଟକୁ ଗଲେ, ଦେଖିଲେ ଯେ ଇଏ କେହି ନାହାନ୍ତି। ପଚାରିଲେ, ଆରେ ଧନ ତୋ ଗୋଡ଼ ପାଖରେ ମୁଁ ଠିଆ ହେଇଛି, କାହିଁ କେଉଁଠି ତ ସେ କାଳ ମାନେ ନାହାନ୍ତି ବା ଯମଗଣ ମାନେ ନାହାନ୍ତି। ଶିଷ୍ୟଟି କହିଲା, ଗୁରୁଜୀ ମୋ ମସ୍ତକ ପାଖରେ ସେ କାଳ ମାନେ ଠିଆ ହେଇଛନ୍ତି। ସାଧୁଜୀ ସଙ୍ଗେ ସଙ୍ଗେ ମସ୍ତକ ନିକଟକୁ ଗଲେ ଏବଂ ମସ୍ତକ ନିକଟରେ ଚାରିପଟକୁ ଚାହିଁଲେ, ଦେଖିଲେ କେହି ନାହାନ୍ତି। କହିଲେ, ଆରେ ଧନ ତମ ମସ୍ତକ ପାଖରେ ମୁଁ ଠିଆ ହେଇଛି, କୌଣସି କାଳ ନାହିଁ ବା ଇଏ ଯମଗଣ ନାହିଁ। ଶିଷ୍ୟଟି କହିଲା, ସାଧୁଜୀ ମୋ ବାମ ହାତ ପାଖରେ ଇଏ କାଳ ଯମ ମାନେ ଠିଆ ହେଇଛନ୍ତି। ସାଧୁଜୀ ବାମ ହସ୍ତ ନିକଟକୁ ଆସିଲେ, ଦେଖିଲେ ସେଠି ବି କେହି ନାହିଁ। କହିଲେ, ଆରେ ଧନ ବର୍ତ୍ତମାନ ତମ ବାମ ହସ୍ତ ପାଖରେ ମୁଁ ଠିଆ ହେଇଛି, ଏଠି ବି କେହି ନାହାନ୍ତି। କହିଲେ, ଇଏ ଗୁରୁଦେବ ମୋ ଡାହାଣ ହାତ ପାଖରେ ଅଛନ୍ତି। ସାଧୁଜୀ ଆସିଲେ, ଡାହାଣ ହାତ ପାଖରେ ବି ମଧ୍ୟ ଦେଖିଲେ କେହି ନାହାନ୍ତି। କିନ୍ତୁ ସାଧୁଜୀ ତାଙ୍କ ମନ ମଧ୍ୟରେ କେବଳ ମହାମନ୍ତ୍ରକୁ ଜପ କରୁଥାନ୍ତି। ସାଧୁଜୀ ସେଇଠି କହିଲେ, ହେ ଧନ ତୁ ଆଜିଠାରୁ ସଦାସର୍ବଦା ମୁଖରେ ମହାମନ୍ତ୍ର ନାମକୁ ଜପ କର। ଏ ମହାମନ୍ତ୍ର ନାମକୁ ଜପ କଲେ କାଳ ମାନେ ତମ ନିକଟକୁ ଆଉ ଆସିପାରିବେନି ବା ଯମଗଣ ମାନେ ଆସିପାରିବେନି। କାଳ ମାନେ ସବୁଠିକି ଯିବେ ଆଜ୍ଞା, ଯେଉଁଠି ମହାମନ୍ତ୍ର ଯିଏ ଜପ କରୁଥିବ ତା ନିକଟକୁ ଯିବେନି। ତୁଳସୀ ବୃକ୍ଷ ମୂଳକୁ ମଧ୍ୟ ବି ଇଏ କାଳ ମାନେ ଇଏ ଯାଆନ୍ତିନି, ଯମଗଣ ବି ଯିବେନି। ଏଇଠି ସାଧୁଜୀ କହିଲେ, ଆଜିଠାରୁ ତମେ ଏଇ ମହାମନ୍ତ୍ରକୁ ଯଦି ମୋରି ଭଳି ସଦାସର୍ବଦା ଜପ କରିବ, ତମ ନିକଟକୁ କୌଣସି କାଳ ଆଉ ଇଏ ପଶି ପାରିବନି। ଆଜିକାର ନୀତିବାଣୀରେ ଆମେ ଏଇ ଶିକ୍ଷା ଲାଭ କରିବା, ସଦାସର୍ବଦା ମହାମନ୍ତ୍ର ନାମ ହେଉଛି ଶ୍ରେଷ୍ଠ ମନ୍ତ୍ର। ଏ ମନ୍ତ୍ରକୁ ଯେଉଁମାନେ ମୁଖରେ ସଦାସର୍ବଦା ଉଚ୍ଚାରଣ କରୁଥିବେ ତାଙ୍କ ନିକଟକୁ କାଳ ବା ଯମଗଣ
ଇଏ ପଶି ପାରନ୍ତିନି। ଏଇ ଥିଲା ମୋର ନୀତିବାଣୀର ଇଏ ନିର୍ଯାସ କଥା। ଏ କଥାକୁ ଯଦି ଆପଣ ମାନେ ଶ୍ରବଣ କରିଥିବେ ଆପଣଙ୍କ ଜୀବନ ଧନ୍ୟ ହୋଇଯିବ ଏବଂ ବୈକୁଣ୍ଠପୁର ଲାଭ କରିବେ। ଆଜିକାର ଅନୁଚିନ୍ତା, ଠାକୁର ଘରର କବାଟ ସଦାବେଳେ ଫାଳିକିଆ କରିବେ, ଶୁଭଦାୟକ। ଠାକୁର ଘରର କବାଟ ସଦାସର୍ବଦା ଫାଳିକିଆ ରଖନ୍ତୁ, ଶୁଭଦାୟକ। ଏତିକି କହି ମୋର ନୀତିବାଣୀ ଅନୁଚିନ୍ତାକୁ ଇଏ ଶେଷ କରୁଛି। ଇଏ ପ୍ରଣାମ। ଜୟ ଜଗନ୍ନାଥ।